ତା ମାଆ ହେବି। ନା କିଛି କହିନି। ନା ଯାହାକୁ ଯୋଉଠି ଯିବ କହିକରି ଯିବେ। କାଲି ଯୋଉ ଦିନ ଯାଇଛି କହିନି କିଛି। ଘରୁ ସବୁ ବାହାରୁ ଯାଉନି ସେ। ବର୍ତ୍ତମାନ ଝିଅ ନାଁରେ ଯେଉଁ ସବୁ କଥା ଉଠୁଛି ସେ ସବୁ ଆମକୁ ମଧ୍ୟ ଖରାପ ଲାଗୁଛି ଯେ ସେ ଚପଲ ସେଠି ଗଲା କେମିତି ଇଏ ଗଲା ଝିଅ ନାଁରେ କାହିଁକି ଏମିତି ବଦନାମ ପୁଣି କରାହେଉଛି। ଝିଅକୁ ତ ଜାଳିଦେଲେ ପୁଣି କାହିଁକି ଏମିତି ବଦନାମ କରୁଛନ୍ତି। ମୁଁ କହିପାରିବିନି। ସେ ମେଡ଼ିକାଲ ଏମିତି ସମସ୍ତେ କହିବେ। ନା ନା କାହା ଉପରେ ମୁଁ ଡାଉଟ୍ ନାହିଁ। ନାଇଁ ନା କିଛି କହୁନି। ନା 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 ସେ ପାଠ ତ ପଢିନି। ନାଇଁ ଛାଡ଼ି ଦେଇଛି। ଅଷ୍ଟମରୁ ନା ବିସ୍କୁଟ ଖାଇକରି ସେଇଠି ଘରେ ଖେଳୁଥିଲା ପିଲାକୁ ଧରିକରି। ଆଉ କୋଉଠି ଯାଇଛି ମୁଁ କହିପାରିବିନି ସେ କଥା। ମୁଁ ଘରେ ଥିଲି। ଆଜ୍ଞା ଆଜ୍ଞା କହିଲେ ତମେ ଝିଅ ଜଡ଼ିଗଲ। ସେ ଆମେ ଦୌଡ଼ି କରି ସମସ୍ତେ ଗଲୁ। କିଛି ଖବର ଆଣିଲି 4 ଦିନ ହେଲା କିଛି ଖବର ଆସିନି। ଆଜ୍ଞା ତାକୁ ଫାଶୀ ଦଣ୍ଡ ଦିଆଯିବ। ଯିଏ କିରାସିନ ପକେଇଛି ମୋ ଝିଅ ପରେ ତାକୁ ଫାଶୀ ଦଣ୍ଡ ଦିଆଯିବ 3 ଜଣ। ଆଜି ମଧ୍ୟ ଦେଖିବାକୁ ମାନେ ଅନେକ ଲୋକ ଆପଣଙ୍କୁ ଦେଖାଗଲା ଆସିଥିଲେ ଅନେକ ସଂଗଠନରୁ ଆସିଥିଲେ ସେମାନେ କ'ଣ ପ୍ରତିଶ୍ରୁତି ଦେଇକି ଯାଇଛନ୍ତି। ଆପଣ ପ୍ରତିଶ୍ରୁତି ଦେଇକି ଯାଇଛି କାହିଁକି ଧରା ପଡ଼ିଲାନି ଆସାମୀ। ଆଜ୍ଞା ଆପଣ କହିଲେ ମୁଁ ଲଢ଼ିବି ତମ ପାଇଁ। କାହିଁକି ଧରା ପଡ଼ିଲାନି 4 ଦିନ ହେଲାଣି।